ଦେଖ ଆପଣ ଭାବୁଛନ୍ତି ମୁଁ ଆଜି ଆପଣମାନଙ୍କୁ କ'ଣ କହିବି କହିକି ସତରେ ମୁଁ ବି ନିଜେ ଭାବିପାରୁନି ମୁଁ ଯେ କ'ଣ କହିବି କହିକି। କାହିଁକି ମୋ ମାଆ ଏବେ 2 ମାସ ହେଲା ଆସୁନି। ମୁଁ ଆସୁନି କହିଲେ କ'ଣ, ସିଏ ତ ତା ଗାଁରେ ଯାଇକି ଅଛି, ତ ମୁଁ ବି ଡାକିନି। ସିଏ ସବୁ ମାସରେ ମୋ ପାଖକୁ ପଳେଇ ଆସେ, ମୋଠୁ 1500 ଟଙ୍କା ଲେଖା ନେଇକି ଯାଏ। କିନ୍ତୁ 10 ଦିନ ରୁହେ, କେଉଁ ମାସରେ 15 ଦିନ ରହେ, କେଉଁ ମାସରେ 18 ଦିନ ରୁହେ। କିନ୍ତୁ ଆସିକି ରୁହେ ଏଠି, ଆଉ ପଇସା ନେଇକି ଯାଏ। ଏବେ 2 ମାସ ହେଲା ସିଏ ଆସୁନି, କିନ୍ତୁ କଣ୍ଟିନ୍ୟୁଅସଲି ସେ ଘର ଓନର୍ ମୋତେ ଫୋନ୍ କରିକିନା ପଇସା ମାଗୁଛନ୍ତି। ଆଉ ମୁଁ ଯେଉଁଟାକି ତାକୁ 2 ମାସ ହେଲା ପଠାଉଛି, ଏବେ ଧରିଛି ଫୋନ୍ ପେ କରିବି ବୋଲି, ଜଣକୁ ଦେଇକିରି କରିବି। କାହିଁକି ଆକ୍ଚୁଆଲି ତା'ର ଘର ଭଡ଼ା କିଏ ଦେଉନାହାନ୍ତି। ସେ ଘରେ ସିଏ ରହୁଛି, ତା ପୁଅ ରହୁଛି, ତା ବୋଉ ରହୁଛି। କିନ୍ତୁ ସେମାନେ ଭାବୁନାହାନ୍ତି ମୋ ମାଆ କେଉଁଠୁ ପଇସା ଆଣିବ, ମୋ ଭଉଣୀକି କାହିଁକି ମୋ ମାଆ ଝିକିବ। ଆମେ କିଛି କାମଧାମ କରିକିରି ଘର ଭଡ଼ାଟା ବି ଦେଇପାରିବା। ତାଙ୍କେ ସକ୍ଷମ ନୁହଁ। ତାଙ୍କେ କହୁଛନ୍ତି ଆମେ କେଉଁଠୁ ଆଣିବୁ ପଇସା, ଘର ତ ଭଡ଼ା ମାଆ ରଖୁଛି, ମାଆ ରହିବ। ମାଆର ବୟସ 70 ପ୍ଲସ୍ ହେଲାଣି, ସେ ରେଷ୍ଟ କରିବ। ତାକୁ ଶାନ୍ତି ଟିକେ ତା ଜୀବନରେ ନାହିଁ। ସେ ସବୁବେଳେ କେତେ ଏମିତି ଆଣିକିରି କେଉଁଠୁ ଆଣିକିରି କେଉଁଠୁ ଦେବ। ସିଏ 80 ବର୍ଷ 70 ବର୍ଷ ପରେ ରେଷ୍ଟ କରିବ। ସେ ଶାନ୍ତିରେ ଚିନ୍ତାଧାରା, ସେ ଖାଲି ମୋ ମାଆ ପଇସା 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 ହେଇକି ମୋ ମୁଣ୍ଡ ବି, ମୋତେ ବି ସୁଗାର ହାଇ କରିଦେଉଛି। ସିଏ ବି ନିଜେ ପୁରା ଇଏ ହେଇଯାଉଛି। କାହିଁକି ପ୍ରତ୍ୟେକ ମାସକୁ ତାକୁ ଘର ଭଡ଼ା ଦରକାର, ଖାଇବା ପିଇବା ଖର୍ଚ୍ଚ ଦରକାର। ଖାଇବାକୁ ପିଇବା ଖର୍ଚ୍ଚ ତ ସିଏ କ'ଣ, ସେ ଯେଉଁ କ'ଣ ଇଏ ମିଳୁଛି ତାଙ୍କୁ ଭତ୍ତା ପଇସା, ରାସନ ମିଳୁଛି, ଏମିତିରେ ସେ ଚଳିଯାଉଛି। କିନ୍ତୁ ପ୍ରତ୍ୟେକ ମାସରେ ତା ଘର ଭଡ଼ା ଲାଇଟ୍ ବିଲ୍ ପାଇଁ ମୋତେ ଫୋନ୍ କରି ହାତ ପଠାଇବ। ଯଦି ଆମର 4 ଭାଇ ଭଉଣୀ ଅଛୁ, ଯଦି 4 ଭାଇ ଭଉଣୀ 1000 ଦେଲେ ବି 4000 ଆସିଥାନ୍ତା ତାକୁ। ସେ ଚଳି ଯାଇଥାନ୍ତା ଶାନ୍ତି ଶୃଙ୍ଖଳିତରେ, ସେ ରହିଥାନ୍ତା, ରହିବି ପାରିଥାନ୍ତା। କିନ୍ତୁ ନାହିଁ, ତାକୁ କେହି ବି ଟଙ୍କାଟେ ଦେଉନାହାନ୍ତି। ଓଲଟା ତାକୁ ପଇସା ପାଇଁ ତାକୁ ଏତେ ଝୁଣିକିରି ଖାଉଛନ୍ତି, ସେ ମୋତେ କାନ୍ଦି କାନ୍ଦି ମୋ ମୁଣ୍ଡ ବାୟା କରିଦେଉଛି। ତ ଏଇଟା ଭାବନ୍ତୁ ଆପଣମାନେ, ଏଇଟା ଠିକ୍ କି ନାହିଁ। ମୁଁ ମୋ ମାଆ ବୋଲି ମୁଁ କହୁନି, ମୁଁ ସମସ୍ତଙ୍କର ମାଆ ବାପାଙ୍କୁ କହୁଛି। ଯେଉଁମାନେ ବି ତୁମେ 4 ଭାଇ ଭଉଣୀ ରହୁଛ, କି 5 ଭାଇ ଭଉଣୀ ରହୁଛ, କି 1 ଭାଇ ଭଉଣୀ ରହୁଛ, କି 2 ଭାଇ ଭଉଣୀ ରହୁଛ, ତୁମେ ମିଶିକି ମାଆର ବାପାର ଖର୍ଚ୍ଚ ଉଠାଅ। ଯେମିତି ତୁମକୁ ସେମାନେ ପିଲାଠୁ ବଡ଼ କରିଥିଲେ, ସେମିତି ଉଠିଲେ ଜଣାପଡ଼ିବନି। ମୁଁ ଦେଉଛି ବୋଲି, ମୋତେ ବାଧୁଛି ବୋଲି କହୁନି ଆଜ୍ଞା। ଖାଲି ସେ ପଇସା ପାଇଁ ଯେଉଁ ରଡ଼ି କରୁଛି, ସେଇଟା କଷ୍ଟ ଲାଗୁଛି। ଯେ ଯେଉଁ ପିଲାମାନେ ତାକୁ ଦେଉନାହାନ୍ତି, ମୋ ଭାଇ ଭଉଣୀମାନଙ୍କ କଥା ମୁଁ ନିଜେ କହୁଛି, ଯେ ସେମାନଙ୍କୁ ଟିକେ ଲାଜ ସରମ ଲାଗୁନି। ମାଆ କେଉଁଠୁ ଆଣିବ। ଆମେ 2 ଭଉଣୀ ବେଶୀ ଟେନସନ୍ ନେଉଛୁ ମୋ ମାଆ ପାଇଁ ଆଜ୍ଞା। ସିଏ ବି 2ଟା ପୁଅ ଜନ୍ମ କରିଛି, ସିଏ ବି ଟେନସନ୍ରେ ରହୁଛି, ମୁଁ ବି ଟେନସନ୍ରେ ରହୁଛି। ମାଆ କେମିତି ଶାନ୍ତିରେ ରହିବ, ମାଆ କେମିତି ଭଲ ରହିବ। ମୋତେ ଆଉ ଲାଗୁନି ଯେ ମୋ ମାଆ ଭଲ ରହିବ। କାହିଁକିନା କୁଳାଙ୍ଗାର 2ଟାକୁ ଜନ୍ମ କରିଥିଲା, କୂଳରେ ନିଆଁ ଲଗାଇବା ପାଇଁ। ଆକ୍ଚୁଆଲି ଆଙ୍କୁ ନା, ଏ 2 ଭାଇ ଯୋଗୁଁ ଶଙ୍କି ଚିପିକି ମାରିଦେବା କଥା ଥିଲା, କିନ୍ତୁ ମାରିପାରିଲାନି, ବୋଧେ ଜନ୍ମ ଦେଇଦେଲା। ସେଥିପାଇଁ ଗୋଟେ ବସିକିରି ଖାଉଛି, ଗୋଟେ ଉତ୍ପାତ ହେଉଛି। କ'ଣ କରିବ। ମୁଁ ବି ବହୁତ ଟେନସନ୍। ମୁଁ ଯେଉଁମାନଙ୍କୁ ମାନେ ସେ ଲୋକମାନଙ୍କୁ କହୁଛି, ଯେଉଁମାନେ ମାଆ ବାପାକୁ କେୟାରଲେସ୍ କରୁଛନ୍ତି, ତୁମେ ବି ଦିନେ ବାପା ମାଆ ହେଇଛ, ତୁମେ ବି ଦିନେ ଏମିତି ବୁଢ଼ା ଅବସ୍ଥାକୁ ଆସିବ। ଦିନେ ତୁମ ପୁଅ ବୋଉ ବି ଏମିତି ଗାଣ୍ଡି ନାତ ମାରିକି ଘର କାଢ଼ିଦେବେ ହେଲା। ତୁମକୁ ଖାଇବା ପିଇବାର ପଇସା ସେମିତି ମାଗିବେ, ତୁମେ ଯେମିତି ମାଗୁଛ। ତେଣୁକରି ଏବେଠୁ ସୁଧୁରି ଯାଅ ହେଲା।